ଦିନେ କୃଷ୍ଣ ଯମୁନା କୂଳରେ ବସିଥାନ୍ତି। ପାଖରେ ନିଜର ଗୋରୁ ପଲ ଚରୁଥାନ୍ତି। ଆଉ କୃଷ୍ଣ ହସ ହସ ମୁହଁରେ ବସିଥାନ୍ତି। ଏହି ସମୟରେ ଗୋପୀମାନେ ଆସି ଦେଖିଲେ କୃଷ୍ଣ ବସିଛନ୍ତି ଆଉ ପାଖରେ ଭଙ୍ଗା ବଂଶୀଟି ଧରିଛନ୍ତି। ଆଉ କହିଲେ, ପ୍ରଭୁ ଆପଣଙ୍କର ବଂଶୀ ହେଉଛି ପ୍ରିୟ, ଆପଣଙ୍କ ପ୍ରିୟ ଜିନିଷ ଭାଙ୍ଗି ଯାଇଛି। ଆପଣଙ୍କ ପ୍ରିୟ ଜିନିଷ ଭାଙ୍ଗିଯିବା ପରେ ଆପଣ ଏତେ ହସୁଛନ୍ତି କାହିଁକି? ଖୁସିରେ ଅଛନ୍ତି କେମିତି? କୃଷ୍ଣ ଗୋପୀମାନଙ୍କୁ ଟିକେ ଚାହିଁ ହସିଦେଲେ ଆଉ କହିଲେ, ଯେତେବେଳେ ଜୀବନରୁ କିଛି ଚାଲିଯାଏ ବୁଝ ଯେ ଭଗବାନ କିଛି ବଡ଼ ଦେବା ପାଇଁ ତାର ସ୍ଥାନ ନେଇଛନ୍ତି ଆଉ କିଛି ବଡ଼ କରିବେ। ତେଣୁ ଏ ଭଙ୍ଗା ବଂଶୀଟି ତାର ଯେତିକି ଦିନ ଥିଲା ସେତିକି ଦିନ ମୋ ପାଖରେ ରହିଲା ଆଉ ଭାଙ୍ଗିଗଲା। ଭଗବାନ ହୁଏତ ଆଉ କିଛି ନୂଆ ଗୋଟେ କରିପାରନ୍ତି। ତେଣୁ ଆଜିର ଏଇ କାହାଣୀ ମାଧ୍ୟମରେ ବାର୍ତ୍ତା ରହିବ, କ୍ଷତି ପାଇଁ ଆମେ ଅନେକ ସମୟରେ ବିଷାଦଗ୍ରସ୍ତ ହୋଇଥାଉ, କାନ୍ଦିଥାଉ। ବିଶ୍ୱାସ ରଖ ଯେ ଭଗବାନ ଭବିଷ୍ୟତରେ କିଛି ଭଲ କରିବେ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ।